ଭାରତର କୂଟନୀତିକ ବିଜୟରେ ଜଳୁଛି ପାକିସ୍ତାନ। ସୋସିଆଲ ମିଡିଆରେ ଟ୍ରମ୍ପଙ୍କୁ ସମାଲୋଚନା। ପାକିସ୍ତାନୀଙ୍କ କ୍ରୋଧ ସମ୍ମାନ କିଣାଯାଏନି, ଚାପଲୁସି କରି ମଧ୍ୟ ହାରିଲା ପାକିସ୍ତାନ। ଭାରତ ଆମେରିକା ମଧ୍ୟରେ ଐତିହାସିକ ଟ୍ରେଡ୍ ଡିଲ୍। ଆମେରିକା ବଜାରରେ ଶସ୍ତା ହେବ ଭାରତୀୟ ସାମଗ୍ରୀ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି ଆଜି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଚୁକ୍ତି ପରେ ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଟ୍ୟାକ୍ସ ବା ଟାରିଫକୁ 50%ରୁ ହ୍ରାସ କରାଯାଇ 18% କରାଯାଇଛି। ତେବେ ଏହି ଖବର ଆସିବା ପରେ ପଡ଼ୋଶୀ ପାକିସ୍ତାନରେ ଏବେ ହଇଚଇ ସୃଷ୍ଟି ହୋଇଛି। ଭାରତକୁ ମିଳିଥିବା ଏହି ସୁବିଧାକୁ ଦେଖି ପାକିସ୍ତାନୀ ନାଗରିକ ଏବେ ନିଜ ସରକାର ଏବଂ ଟ୍ରମ୍ପଙ୍କ ଉପରେ ବର୍ଷିଛନ୍ତି। ଗତ 2 ଫେବୃଆରୀରେ ଭାରତ ଏବଂ ଆମେରିକା ମଧ୍ୟରେ ଏହି ବଡ଼ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରୁ ପେନାଲ୍ଟି ଟାରିଫ ହଟାଇ ଦେଇଛନ୍ତି। ଫଳରେ ଭାରତୀୟ ଟେକ୍ସଟାଇଲ, ଫାର୍ମା ଏବଂ ଆଇଟି କ୍ଷେତ୍ରକୁ ଏକ ବଡ଼ ବୁଷ୍ଟ ମିଳିଛି। ଆଉ ଟ୍ରମ୍ପ ନିଜ ସୋସିଆଲ ମିଡିଆରେ ଇଣ୍ଡିଆ ଗେଟ୍ର ଫଟୋ ସେୟାର କରି ଭାରତ ସହ ଥିବା ବନ୍ଧୁତାକୁ ପ୍ରଶଂସା କରିଛନ୍ତି। ହେଲେ ଅନ୍ୟପଟେ ପାକିସ୍ତାନ ଏବେ ନିଜର ଅସହାୟତାକୁ ନେଇ କାନ୍ଦୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଏବଂ ସେନା ମୁଖ୍ୟ ଅସିମ ମୁନିର ଆମେରିକାରେ ଦୀର୍ଘଦିନ ଧରି ଲବି କରିବା ସହିତ ଟ୍ରମ୍ପକୁ ଖୁସି କରିବାକୁ ଚାପୁଲୁସି କରିଥିଲେ। ଏପରିକି ଟ୍ରମ୍ପକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମଧ୍ୟ ନାମାଙ୍କିତ କରିଥିଲେ। ଅଥଚ ଏସବୁ ସତ୍ତ୍ୱେ ପାକିସ୍ତାନ ଉପରେ 19% ଟାରିଫ ଲାଗୁ ହୋଇଛି, ଯାହା ଭାରତ ତୁଳନାରେ 1% ଅଧିକ। ସେପଟେ ସୋସିଆଲ ମିଡିଆରେ ପାକିସ୍ତାନୀ ଜନତା ଲେଖୁଛନ୍ତି ଯେ ଭାରତ ନିଜର ଆର୍ଥିକ ଶକ୍ତି ବଳରେ ସମ୍ମାନ ପାଇଛି, କିନ୍ତୁ ପାକିସ୍ତାନ କେବଳ ଭିକ ମାଗୁଛି। ପୂର୍ବତନ ମନ୍ତ୍ରୀ ହମାଦ ଅଜହର କହିଛନ୍ତି, ଫଟୋ ଉଠାଇଲେ ବୈଦେଶିକ ନୀତି ଚାଲେନି, ଏଥିପାଇଁ ଆର୍ଥିକ ଶକ୍ତି ଦରକାର। डिजिटल क्रिएटर बहताज खान लिखिछंती, ट्रम्प जणे व्यवसायी, से भारत को एक पार्टनर भावे देखिले, किंतु पाकिस्तान को जणे सेल्समैन भावे। भारत रूस ठारू तेल किणवा सत्वे निजर स्ट्राटेजिक ऑटोनोमी बा रणनीतिक स्वाधीनता बजाय रखिछि। आउ एही दबदार कूटनीति आगरे अमेरिका मध्य नहिछि। आगामी 10 वर्ष रे भारतर रप्तानी $150 बिलियन वृद्धि पाइबो बोली अनुमान करा जाउछि। भारतर एही उत्थान देखि पाकिस्तान एबे रागरे खाली जळी जाउछि।